ବଡ଼ମାନଙ୍କୁ ମୋ ନମସ୍କାର, ସାନମାନଙ୍କୁ ମୋ ଢେର ସାରା ଭଲ ପାଇବା। ମୁଁ ସସ୍ମିତା ଆପଣଙ୍କୁ ସ୍ୱାଗତ ଜଣାଉଛି ଶକ୍ତି ସସ୍ମିତା ଚ୍ୟାନେଲକୁ। ଆଜି ଆସନ୍ତୁ ସବୁ ମାଆ ମାନେ ପାସବୁକ୍ରେ ମୋବାଇଲ ନମ୍ବର ଲିଙ୍କ କରିବା କ'ଣ ସେ ବିଷୟରେ ଆଲୋଚନା କରିବା। ବହୁତ ଜଣ ମାଆ ପଚାରୁଛନ୍ତି ମୋବାଇଲ ନମ୍ବର କେମିତି ଲିଙ୍କ କରିବୁ। ଏବେ ଯାହାକୁ ଦେଖିବେ ପାସବୁକ୍ରେ ମୋବାଇଲ ନମ୍ବର ଲିଙ୍କ କରିବି, ପାସବୁକ୍ରେ ମୋବାଇଲ ନମ୍ବର ଲିଙ୍କ କରିବି ସମସ୍ତେ କହୁଛନ୍ତି। ତେଣୁ ଆସନ୍ତୁ ଆଜି ଆମେ ଜାଣିବା ମୋବାଇଲ ନମ୍ବର ଲିଙ୍କ କେମିତି କରିବା, କାହିଁକି କରିବା, କ'ଣ ସୁବିଧା ଆଉ କ'ଣ ଅସୁବିଧା, ସବୁ ପ୍ରଶ୍ନ ଉତ୍ତର ଆପଣ ଆଜି ଏଇ ଭିଡ଼ିଓରେ ପାଇଯିବେ। ଯଦି ଆପଣ ପ୍ରଥମ ଥର ପାଇଁ ମୋ ଭିଡ଼ିଓଟି ଦେଖୁଛନ୍ତି, ପ୍ଲିଜ୍ ଲାଇକ୍, ସବସ୍କ୍ରାଇବ୍ ଆଉ ସେୟାର କରିବେ। ସେୟାର କରିବା ଦ୍ୱାରା ଅନ୍ୟମାନେ ବି এই ଭିଡ଼ିଓଟି ପାଇବେ। ହୁଏତ କିଛି ତାଙ୍କର ଛୋଟିଆ କାମଟେ ଲାଗିପାରେ। ଯଦି এই ଭିଡ଼ିଓ ଦେଖି କେହି ଜଣେ ବି ଉପକୃତ ହୁଅନ୍ତି, ମୋତେ ବହୁତ ଖୁସି ଲାଗିବ। ସର୍ବପ୍ରଥମେ ଜାଣିବା ମୋବାଇଲ ନମ୍ବର ଲିଙ୍କ କଲେ ଆମର ସୁବିଧା କ'ଣ, କ'ଣ ଜାଣିପାରିବା, କାହିଁକି ଲିଙ୍କ କରିବା। ସର୍ବପ୍ରଥମେ ଯଦି ମୋବାଇଲରେ ଆମ ପାସବୁକ୍ରେ ଯଦି ମୋବାଇଲ ନମ୍ବର ଆମେ ଲିଙ୍କ କରିବା, ବ୍ୟାଙ୍କର କୌଣସି ଆବଶ୍ୟକ ହେଲେ ଆପଣଙ୍କୁ ସେ ଡାଇରେକ୍ଟ କଲ୍ କରିବେ। କେଉଁଠୁ ନମ୍ବର ପାଇବେ ନା ଆପଣଙ୍କ ଆକାଉଣ୍ଟରେ ଯେଉଁ ମୋବାଇଲ ନମ୍ବରଟି ଲିଙ୍କ ଥିବା ସେଇଠି ସିଷ୍ଟମରେ ଦେଖିକି କଲ୍ କରିବେ। ଆଉ ଆପଣଙ୍କର ଏଇ କାମ ଅଛି, ଆପଣ ଆସି ବ୍ରାଞ୍ଚରେ ଦେଖା କରନ୍ତୁ। ମାନେ କୌଣସି ଦରକାର ପଡ଼ିଲେ ବ୍ୟାଙ୍କର ଆପଣଙ୍କୁ ଡାଇରେକ୍ଟ କଲ୍ କରିବେ। ଆଉ ଗୋଟେ ଜିନିଷ ହେଉଛି ଆପଣଙ୍କର ମୋବାଇଲ ନମ୍ବର ଲିଙ୍କ ଥିଲେ ଆପଣଙ୍କର ଟଙ୍କା ଉଠାଣ କିମ୍ବା ଜମା କିମ୍ବା KYCର ଅପଡ଼େଟ୍ ଏମିତି ବିଭିନ୍ନ ପ୍ରକାର କାମ ଆପଣଙ୍କୁ ମେସେଜ ଯାଇଥାଏ। ମେସେଜ ଗଲେ ଆପଣ ଜାଣିପାରିବେ। ମୋବାଇଲ ନମ୍ବର ଲିଙ୍କ ଥିଲେ ମନେକର ଆପଣଙ୍କ ମୋବାଇଲ ନମ୍ବରରୁ କେହି ଜଣେ ଫ୍ରଡ୍ କରି ଟଙ୍କା ଉଠାଇଲା, ସର୍ବପ୍ରଥମେ ମେସେଜ ଆପଣଙ୍କ ପାଖକୁ ଯିବ। ଆପଣ ମେସେଜରେ ସାଙ୍ଗେ ସାଙ୍ଗେ ପାଇବେ ଯେ ମୋ ଆକାଉଣ୍ଟରୁ କେହି ଜଣେ ଟଙ୍କା ଉଠାଇଲା। ତେଣୁ ଆପଣ ଆସିକି ବ୍ୟାଙ୍କ ସହିତ ଯୋଗାଯୋଗ କରିବେ, ସାଇବର ଠକେଇ ନାଁରେ କେସ୍ କରିପାରିବେ, ଯାହାକି ଆମେ କିଛି ରିଟର୍ନ ମଧ୍ୟ ପାଇପାରିବା। ପ୍ରତ୍ୟେକ ସଭ୍ୟ ଆମର ଯେଉଁମାନେ ଆକାଉଣ୍ଟ ଖୋଲୁଛନ୍ତି ସମସ୍ତେ ମୋବାଇଲ ନମ୍ବର ଲିଙ୍କ କରିବା ନିହାତି ଦରକାର ପଡ଼ୁଛି। ମୋବାଇଲ ନମ୍ବର ଲିଙ୍କ କରିବା ହେଲେ ଆଉ କ'ଣ କ'ଣ ସୁବିଧା ଅଛି ମୁଁ ଆଗକୁ କହୁଛି। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଜାଣିପାରିବେ କ'ଣ ସୁବିଧା ଆଉ ଅସୁବିଧା ଅଛି। ଆମ ପାସବୁକ୍ରେ ମୋବାଇଲ ନମ୍ବର ଲିଙ୍କ ଥିଲେ ଆମେ ୟୋନୋ ଖୋଲିପାରିବା। ୟୋନୋ ଖୋଲି ୟୋନୋରେ ସବୁ ପ୍ରକାର କାମ ଆମେ କରିପାରିବା। ମୋବାଇଲ ନମ୍ବର ଆମ ପାସବୁକ୍ରେ ଲିଙ୍କ ଥିଲେ ଆମେ ସେଇ ରେଜିଷ୍ଟ୍ରେସନ୍ ଯେଉଁ ନମ୍ବରରୁ ହେଇଥିବ, ଆଡ଼୍ କରିଥିବା ପାସବୁକ୍ରେ ଆମେ ଯେଉଁ ମୋବାଇଲ ନମ୍ବର, ସେ ନମ୍ବରରୁ କଲ୍ କରିକି ଆମେ ଘରେ ବସିକି ଦିନ ରାତି 24 ଘଣ୍ଟା ଯେକୌଣସି ମୁହୂର୍ତ୍ତରେ ଘରେ ବସିକି କଲ୍ କରିକି ପଚାରି ପାରିବା ଆମ ଆକାଉଣ୍ଟର 5ଟି ଟ୍ରାଞ୍ଜାକ୍ସନ୍ ବିଷୟରେ, କି ATMଟି ବନ୍ଦ କରିବା, ଏଇସବୁ ସୁବିଧା ଆମେ ମୋବାଇଲ ନମ୍ବର ଲିଙ୍କ ଥିଲେ ପାଇପାରିବା। ମୋବାଇଲ ନମ୍ବର ଦ୍ୱାରା ଆମେ ବିଭିନ୍ନ ପ୍ରକାର ସୁବିଧା ପାଇଲେ ପ୍ରତ୍ୟେକ ଜିନିଷରେ କିଛି ସୁବିଧା ଥାଏ ଆଉ କିଛି ଅସୁବିଧା ଥାଏ। এই ଜିନିଷ ଗୁଡ଼ାକ ଆମେ ଜାଣିବା ନିହାତି ଦରକାର। ମୋବାଇଲ ନମ୍ବର ଲିଙ୍କ କରିବା କଲେ ଏଇ ପ୍ରକାର ସବୁ ସୁବିଧା ପାଇବା। ଆଉ ଅସୁବିଧା କ'ଣ ହେବ, ଆମ ନଜରରେ ଯାହା ଆସୁଛି ପ୍ରାୟ ସମସ୍ତେ ଫୋନପେ ଖୋଲିପାରିବା। ଫୋନପେ ଖୋଲିକି ଆମେ ସବୁ କାମ କରିପାରିବା। ଫୋନପେ ସମସ୍ତେ ଖୋଲୁଛନ୍ତି। ଆଉ ଗୋଟେ ଅସୁବିଧାଟି ମୁଁ କହୁଛି, ପ୍ରାୟ ବୟସ୍କ ଆମର ଅଜା ଆଈ ମଉସା ମାଉସୀମାନେ ଭତ୍ତା ପାଆନ୍ତି। ଆଉ ସେମାନଙ୍କର ମୋବାଇଲ ନମ୍ବର କେହି କେହି ନାତି, ପୁଅ କି ପୁତୁରା କି ବୋହୂ ଏମାନଙ୍କୁ ମୋବାଇଲ ନମ୍ବରଟି ଆଡ଼୍ କରିଥାନ୍ତି ସେ ତାଙ୍କ ପାସବୁକ୍ରେ। ସେଇ ମୋବାଇଲ ନମ୍ବର ଆଡ଼୍ କରିବା ଦ୍ୱାରା ସେଇ ନମ୍ବରରେ ସେମାନେ ଫୋନପେ ଖୋଲି ତାଙ୍କର ପଇସା କାରବାର କରିଦେଇଥାନ୍ତି। ସେମାନେ ଯେତେବେଳେ ଆସିବେ ବ୍ୟାଙ୍କକୁ, ଆମ ଭତ୍ତା ପାଉନୁ ଭତ୍ତା ପାଉନୁ ଭତ୍ତା ପାଉନୁ, କିନ୍ତୁ ଦେଖିଲା ବେଳକୁ ଭତ୍ତା ଯାହା ନମ୍ବର ଦିଆହେଇଛି ସେ ତାର ଫୋନପେରେ ନେଇଯାଉଛି।
तेणु दयाकरी मु समस्तଙ୍କୁ अनुरोध करुछि तमे अन्यर मोबाइल नंबर निजर पासबुक रे केही दियंतु नहीं। बहुत बड़ ठकई होची मोबाइल नंबर लिंक द्वारा आमे माने ठकईर शिकार होचंदी। एबे आसंतु आमे जानिबा मोबाइल नंबर लिंक पई कोन आवश्यक। मोबाइल नंबर लिंक पई हमर ई केवाईसी कंपलसरी आवश्यक। ई केवाईसी आउ पासबुक जेरक्स नहले तो एमती मल्टीसिटी गुटे फॉर्म अछि। एठी अछि तांकर अकाउंट नंबर अछि आउ डेट अछि। ई सीरियली माने अकाउंट राइट मार देबे। एठी तांकर मोबाइल नंबर लिखि देबे। तापरे एठी ना अछि आउ एड्रेस अछि। आ सहित ई केवाईसी फॉर्म पासबुक जेरक्स आउ मल्टीसिटी फॉर्म पूर्ण करिके आपण दियंतु। आपणक मनरे क्वेश्चन आस्तुबो ई केवाईसी कोन। ई केवाईसी होची आम फिंगरप्रिंट देले जाईकी आधार नंबर देकी फिंगरप्रिंट देले जाईकी से ई केवाईसी टी बाहरे जहाँकि अन्य जने के बाहर करि परिबो नाही। तेणु मोबाइल नंबर लिंक पाई ई केवाईसी निहाती आवश्यक पड़े। समस्ते अकाउंट रे मोबाइल नंबर लिंक करंतु। सुविधार सदुपयोग करंतु आउ असुविधा पाई सतर्क रुहंतु। जो माने अन्यर मोबाइल नंबर निज अकाउंट रे दौचंती दया करी टिके सतर्क रुहंतु। आजि पाई एतिकी पुणी देखा हबा आउ गोटिए नुआ भिडियो रे रहुची।